ଦେଖନ୍ତୁ ଆଜି ବ୍ରିଲିଆଣ୍ଟ ରାଇଜ ପ୍ରାଇଭେଟ ଲିମିଟେଡ ଗୋଟେ ଅନୁଷ୍ଠାନ ଅଛି। ତାର ସହଯୋଗରେ ଓଡ଼ିଶା କୁରାଲ ମହାସଂଘର ମିଳିତ ଆନୁକୂଲ୍ୟରେ ଏକ କୁରାଳ ସମାଜର ବା କୁମ୍ଭାର ସମାଜର ଯେଉଁ ବନ୍ଧୁମାନେ ଅଛନ୍ତି ଓଡ଼ିଶା ସାରା, ତାଙ୍କର ଆଜି ଏକ ଭବ୍ୟ କାର୍ଯ୍ୟକ୍ରମ ଥିଲା। ଗୋଟେ ସମ୍ମିଳନୀ ଟାଇପ୍ର ଗୋଟେ କାର୍ଯ୍ୟକ୍ରମ ଥିଲା। ସେ କାର୍ଯ୍ୟକ୍ରମରେ ମୁଁ ଅତିଥି ଭାବେ ଯୋଗ ଦେଇଥିଲି ଏବଂ ଏଠି ବହୁତ ଗୁଡ଼ିଏ ବଢ଼ିଆ ସୁନ୍ଦର କଥା ଆଗକୁ ଆସିଲା। ଓଡ଼ିଶା ନୁହେଁ, ସାରା ଭାରତ ବର୍ଷରେ ଯେଉଁ କୌଳିକ ବୃତ୍ତି ଅଛି, ଯେଉଁ ସମାଜର ସବୁ ବିଭିନ୍ନ କୌଳିକ ବୃତ୍ତିରେ ଯେଉଁମାନେ ଲିପ୍ତ ଥିଲେ, ସେମାନଙ୍କର କୌଳିକ ବୃତ୍ତିକୁ ଆସ୍ତେ ଆସ୍ତେ ସେମାନେ ଭୁଲି ଯାଉଛନ୍ତି ବା ତାଙ୍କର କୌଳିକ ବୃତ୍ତିର ଯେଉଁ ବ୍ୟବସାୟ ଥିଲା ସେ ମଧ୍ୟ ଲୋପ ପାଇବାକୁ ବସୁଛି। ଏବଂ ଆଜିକାରେ ଯାହାର ପାଖରେ ପଇସା ଅଛି ସେ ସେ କୌଳିକ ବୃତ୍ତିକୁ ଇନୋଭେଟିଭ ଭାବରେ ସମାଜକୁ ଆଗକୁ ଆଣିକି ତାଙ୍କର ବୃତ୍ତିକୁ ବହୁ ମାତ୍ରାରେ ବଢ଼ଉଛନ୍ତି। କିନ୍ତୁ କୌଳିକ ବୃତ୍ତିରେ ଲିପ୍ତ ଥିବା ସମାଜ ଯେଉଁ ଥିଲା, ସେମାନେ କୌଣସି ପ୍ରକାର ଲାଭବାନ ହେଇପାରୁନାହାନ୍ତି। ଏହି ଉଦ୍ଦେଶ୍ୟରେ ଆଜି ଏକ କାର୍ଯ୍ୟକ୍ରମ ଥିଲା। ତେଣୁ ଏ ଅନୁଷ୍ଠାନ ପକ୍ଷରୁ ପ୍ରୟାସ ଜାରି ରଖିଛି, ବ୍ରିଲିଆଣ୍ଟ ଅନୁଷ୍ଠାନ ପକ୍ଷରୁ। ଏବଂ ତାଙ୍କର ଯେ ମୁଖିଆ ମାନେ ଅଛନ୍ତି ଏଇ କୌଳିକ ବୃତ୍ତିରେ ଯେଉଁମାନେ ଅଛନ୍ତି, ତାଙ୍କର ମୁଖିଆ ମାନେ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। ତାଙ୍କୁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯିବ, ତାଙ୍କୁ ମେସିନ୍ ଦିଆଯିବ ଏବଂ ତାଙ୍କର ପ୍ରଡକ୍ଟକୁ, ତାଙ୍କ ହାତରେ ତିଆରି ହେଉଥିବା ଜିନିଷକୁ ସେମାନେ ବାହାରେ କେମିତି ବ୍ୟବସାୟ କରିକି ଦୁଇ ପଇସା ଭଲ ରୋଜଗାର କରିପାରିବେ, ଇଏ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ହେଇଛି। ଏବଂ ମୁଁ ନିଶ୍ଚିତ ରୂପେ ମୋ ମନକୁ ଛୁଇଁଛି ଏ କଥାଟା। କାହିଁକିନା ଆମେ ଓଡ଼ିଶାରେ ଦେଖିଛେ କୁମ୍ଭାର ମାନେ ଯେଉଁଭଳି ଭାବରେ ମାଟି ପାତ୍ର ତିଆରି କଲେ ଖାଲି ପୂଜା ପର୍ବପର୍ବାଣୀରେ ସେଗୁଡ଼ାକୁ ବ୍ୟବହାର କରି ହେଉଥିଲା, କିନ୍ତୁ ଦୈନନ୍ଦିନ ବ୍ୟବହାରରେ ତାଙ୍କର ଜିନିଷ ଆଜି ବହୁ ଆଦୃତ ହେଇଛି। ବହୁତ କମ୍ ବ୍ୟକ୍ତି ତାକୁ ମାନେ ଆଧାର କରିଛନ୍ତି। କିନ୍ତୁ ଆଜି ଏଇ କାର୍ଯ୍ୟକ୍ରମ ଦ୍ୱାରା ଯେଉଁମାନେ ସବୁ ଆସିଛନ୍ତି ଓଡ଼ିଶା ସାରା, ଏ କଥାକୁ ନେଇକି ଆସ୍ତେ ଆସ୍ତେ ଅନୁଭବ କଲେଣି ତାଙ୍କ ଜିନିଷ ମଧ୍ୟ ମାର୍କେଟରେ ବହୁ ଚାହିଦା ଅଛି ଏବଂ ଦୈନନ୍ଦିନ ବ୍ୟବହାରରେ ବହୁ ମାତ୍ରାରେ ବ୍ୟବହାର କରାଯାଇପାରିବ ଏବଂ ତାଙ୍କ ସେଇଟା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ, ବିପଦ ନୁହେଁ। ଆଜି ପ୍ଲାଷ୍ଟିକ ୟୁଜ୍ ବହୁ ମାତ୍ରାରେ କରାହେଉଛି ଏବଂ ବିଭିନ୍ନ କେମିକାଲ ୟୁଜ୍ ମୂର୍ତ୍ତି କରାହେଉଛି, ଯାହାଫଳରେ କି ପ୍ରଧାନମନ୍ତ୍ରୀ କହିଛନ୍ତି ମୂର୍ତ୍ତି କାରିଗର ତିଆରି କରୁଥିବା ମାଟିର ଜିନିଷକୁ ଆପଣ ମୂର୍ତ୍ତିକୁ ତିଆରି କରନ୍ତୁ। ପର ମୁହୂର୍ତ୍ତରେ ସେଥିରେ କେମିକାଲ ବି ବ୍ୟବହାର ହେଇନଥିବ। ସେ ମାଟିଟା ଯେତେବେଳେ ଆମେ ବିସର୍ଜନ କରୁଛେ, ସେ ମାଟିଟା ସମୁଦ୍ରରେ ବା ନଦୀରେ ମିଳେଇଯିବ ମାଟିରେ। ତେଣୁ ଏଇଭଳିଆ ଭାବନାରେ ଆସ୍ତେ ଆସ୍ତେ ଲୋକ ଜାଗ୍ରତ ହେଲେଣି। ନିଶ୍ଚିତ ରୂପେ ସେଇ ପୁରୁଣା କୌଳିକ ବୃତ୍ତିକୁ ଆଧାର କରିକି ଆମେମାନେ ଆମ ସମାଜକୁ ଆହୁରି ଦୃଢ଼ୀଭୂତ କରିପାରିବା। ଆଜିର ଏଇ କାର୍ଯ୍ୟକ୍ରମ ସେଇ ଆଧାରରେ ଥିଲା। ତେଣୁ ମୋର ସୌଭାଗ୍ୟ ସେ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲି। ନିଶ୍ଚିତ ରୂପେ କୌଳିକ ବୃତ୍ତିରେ ଯେଉଁମାନେ ଅଛନ୍ତି, ଯେଉଁ ସମାଜର ଇଏ ଅଛନ୍ତି, ଆଉ ଯେଉଁ ସମାଜରେ ସେମିତି ଜାତି ପ୍ରଥା ଆଉ ନାହିଁ ବା ଧର୍ମ ପ୍ରଥା ଭେଦଭାବ ଏଗୁଡ଼ା ସବୁ ଆଉ ନାହିଁ। ତେଣୁ ସମସ୍ତେ କୌଳିକ ବୃତ୍ତିକୁ ଆଧାର କରିକି ଆଗକୁ କେମିତି ବଢ଼ିବେ, ଏ ପ୍ରୋତ୍ସାହନ ଥିଲା ଏଇ କାର୍ଯ୍ୟକ୍ରମ ମାଧ୍ୟମରେ। ନିଶ୍ଚିତ ରୂପେ ଆଶା ରଖିବା ସେମାନଙ୍କର କୌଳିକ ବୃତ୍ତି ଆହୁରି ଦୃଢ଼ୀଭୂତ ହଉ, ଏ ସମାଜକୁ ସୁସ୍ଥ ସମାଜରେ ପରିଣତ କରୁ, ଏହା ହିଁ ଆଶା ଆମର ରହିଛି ଆଜିକା। ସହଦେବ ବେହେରା, ଓଡ଼ିଶା ରାଜ୍ୟ କୁରାଳ ମହାସଂଘର ସଭାପତି। ଆଜ୍ଞା, କଣ କହିବେ ଏଇ ଯୋଉ ସରକାର ଯୋଉ ଧ୍ୟାନ ଦଉନାହାନ୍ତି, କୋଉଠି ନା କୋଉଠି ଲେଟ୍ ହେଇଯାଏନି ଆଉ? ଏ ତ ଜାଣିଥିବେ ଆପଣ ମାନଙ୍କର କୁମ୍ଭାର ମାନଙ୍କର ଯୋଉ କୌଳିକ ବୃତ୍ତି ଆଜ୍ଞା, ଇଏ ଗୋଟେ ପ୍ରକାର ଆପଣ ମାନଙ୍କର ମାନେ ବୁଡ଼ିବାକୁ ବସିଲାଣି ଆଜ୍ଞା। ଯୋଉ ଆଙ୍କର ବ୍ରିଲିଏଣ୍ଟ ଯୋଉ ଗ୍ରୁପ ଆପଣ ମାନଙ୍କର ଯୋଉ ପୁନରୁଦ୍ଧାର ପାଇଁ ଯୋଉ ପ୍ରୟାସ କରୁଛି, ତେଣୁ ଓଡ଼ିଶା କୁରାଳ ମହାସଂଘ ତରଫରୁ ଆମେ ତାକୁ ସାଧୁବାଦ ଜଣାଉଛୁ ଆଜ୍ଞା। କାହିଁକି ଜାଣିଥିବେ କୁମ୍ଭାର ମାନଙ୍କର ଯୋଉ କୌଳିକ ବୃତ୍ତି ଆଜ୍ଞା, ମାନେ ନିଜର ମୌଳିକ ଅଧିକାରର ଆପଣଙ୍କ ଜୀବିକା ଜୀବନ ଉପରେ ତାର ଘୋର ପ୍ରଭାବ ପଡିଛି ଆଜ୍ଞା। ତେଣୁ ସରକାର ଯଦି ମନ୍ଥନ କଲା ପରେ ଯଦି ପୁନରୁଦ୍ଧାର କରିବେ, ଏ କୁମ୍ଭାର ସମାଜ ଏ ସରକାରଙ୍କ ପାଖରେ ସବୁଦିନ ଆଜ୍ଞା ଚିରଋଣୀ ରହିବ ଆଜ୍ଞା। ତେଣୁ ତାର ଯୋଉ କୌଳିକର ବୃତ୍ତିର ଯୋଉ ମାଟି ପାତ୍ର ଯଦି ଆପଣଙ୍କର
ତାର କିଣା ବିକା ଯଦି ହେଇପାରିବ ନିଶ୍ଚୟ ତାର ପରିବାର ଆଜ୍ଞା ପୋଷଣ ହେଇପାରିବ। ଏବଂ ଏ ଯୋଉ କୋରାଳ ସମାଜର ଯୋଉ କୁମ୍ଭାର ସମାଜର ଆଜ୍ଞା ଯୋଉ କୌଳିକ ବୃତ୍ତି ଜାଣିଥିବେ ଯୋଉ ବିଭିନ୍ନ ପ୍ରକାର ପ୍ରତିଷେଧକ ଯୋଉ ଆପଣ ମାନଙ୍କର ରୋଗକୁ ବି ମଧ୍ୟ ନିୟନ୍ତ୍ରଣ କରିପାରେ ଆଜ୍ଞା। ତେଣୁ ଏ ମାଟି ପାତ୍ରର ଯୋଉ ବ୍ୟବହାର ଆଉ ଥରେ ଆପଣ ମାନଙ୍କୁ ସମସ୍ତଙ୍କୁ ହାତ ଯୋଡି ବିନମ୍ର ନିବେଦନ କରୁଛି ଏ କୁମ୍ଭାର ସମାଜକୁ ଆପଣ ମାନେ ପୁନର୍ଜୀବିତ କରନ୍ତୁ ଏବଂ କୌଳିକ ବୃତ୍ତିକୁ ସରକାରଙ୍କର ପ୍ରୋତ୍ସାହନ ଯଦି ଦିଆଯାଏ ଏ କୁମ୍ଭାର ସମାଜ ଆଗକୁ ନିଶ୍ଚୟ ବଢିବ ବୋଲି ମୋର ଦୃଢ ଆଶା ଓ ବିଶ୍ୱାସ ଭରସା। ଏବଂ ଆପଣ ମାନଙ୍କର ସୁସ୍ଥ ସମାଜ ଗଠନ କରିବାରେ ଏବଂ ପ୍ଲାଷ୍ଟିକକୁ ନିର୍ମଳ ଭାବରେ ତାକୁ ହଁ ନିର୍ମଳ ଭାବରେ ତାକୁ ବର୍ଜନ ଆମେ କରୁଛୁ। ଏବଂ ଓଡ଼ିଶା ସରକାର ଯୋଉ ବିଜେପି ସରକାର ଏବଂ ଯୋଉ ଡବଲ ଇଞ୍ଜିନ ସରକାର ଯୋଉ ଯୋଉ ଆପଣ ମାନଙ୍କର ଯୋଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବି। ବହୁତ ଦିନ ପରେ ଓଡ଼ିଶା ସରକାର ଯୋଉ ମୋହନ ମାଝୀଙ୍କ ସରକାର ଏବଂ ଡବଲ ଇଞ୍ଜିନ ସରକାର ଯୋଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବହୁତ ଦିନର ପ୍ରୟାସ ପରେ ଏ କୁମ୍ଭାର ସମାଜଙ୍କର ଯୋଉ ଦୃଷ୍ଟି ଆକର୍ଷଣ କରିଛନ୍ତି ସେଥିପାଇଁ ଏ କୁମ୍ଭାର ସମାଜ ଆପଣ ମାନଙ୍କର ଓଡ଼ିଶା ସରକାର ଏବଂ ଆପଣଙ୍କର କେନ୍ଦ୍ର ସରକାର ପାଖରେ ସବୁଦିନ ଚିରଋଣୀ ହେଇକି ରହିବ ଯଦି କୁମ୍ଭାର ସମାଜକୁ ପୁନରୁଦ୍ଧାର କରାଯାଏ ଏବଂ ତାଙ୍କୁ ସହଯୋଗର ଯଦି ହାତ ବଢାଏ ଆଜ୍ଞା। डायरेक्टर ब्रिलियंट आमर आज एठी ऑल ओडिशा कुलाड़ महासंघ आउ ब्रिलियंट दुई जन मिलित आनुकूल्य आज आम जो आमर कुम्हार मानकर जो परिचय नष्ट हो जाउची से मानक विषय आम से बर्तमान केमिति से कौलिक वृत्ति ठीक से करें से विषय को नहीं आज आमर आलोचना चली एवं से केमिति अवार करा केमिति बर्तमान काम करेंगे कुलाड़ माने जो पेपर कप आदत पड़ जाए लोक मान भर आज समाज रे से चाहटे हो पछे कॉफीटे हो पछे आज से पेपर कप रे पीउछंती आमे चेष्टा करूछु केमिति कुलाड़ माने जो माटीर कप माने चाहा पियंतु बा ये करंतु एई कुलाड़ समाज मान को धरी आमे सेमानक माध्यम रे काम करिवु एवं काम करी केमिति इको फ्रेंडली हेई परिबो केमिति परिवेश दूषित न होबो लोक माने रोग रे नहबे लोक मान भीतर गोटे आधुनिकता बढ़ी सारिछि। तेणु आमे आको आस्ते आस्ते से कुलाड़ केमिति तैयारी करिगिरी ए कुमार समाज केमिति रोजगारक्षम हेई परिबो आमे सेई विषय रे आज एठी आलोचना। हाँ सरकार पाखे आम दाबी रखू आटलिस्ट ये जो पेपर कप ये सब जो जिन खराब शरीर खराब रोचे आपको जो बैन करी कुमार समाज में किसी चिंता करा जाता कुलाड़ को माने प्रमोट करा जाता गवर्नमेंट तरफ ताहले बोध हुए बहुत भल हाँ एवं अनेक एत द्वारा 50 लाख परिवार जो अच्छा ओडिशा रे कुमार महासंघ से आटलिस्ट एमाने बंची पारते रोजगारक्षम कर से तो प्रतिश्रुति देउछंती बर्तमान पई हाँ आमे सरकार पाखे दाबी रखिबू आपण मानकर दाबी नहीं से पाखे रखिबू एवं आमे कंपानी तरफ से सहयोग करूछु जमिति प्रकार कि सेमानकर काम हो पारिबो सेमाने केमिति आधुनिककरण जो मेसीन आगुर हाथ रे काम करथिले एबे मेसिनरीज रे सब काम करिगिरी केमिति आगु को बढ़ी पारिबे एवं सेमानक पारिवारिक ये चलै पारिबे दुई पैसा रोजगार करि पारिबे आमे सेही विषय रे चिंता करूछु। प्लास्टिक तो बैन करने को पड़ो एक्चुअली लोक मान भर अवेयरनेस तैयारी हवा दरकार बहुत लोग आस्ते आस्ते सचेतन हेलोनी आहरी भी अनेक लोक सचेतनतार आवश्यकता भी अच्छी या आवश्यकता जब माटी कप यूज होता ताले बहुत लोक भी आमर एक्चुअली जो कुमार समाज जो कौलिक वृत्तिटा बंची जाता एटलिस्ट